କାରାବାଡ଼ି ଛକ ନିକଟରେ ଯାତ୍ରୀବାହୀ ବସ୍ ସହ ବୋଲେରୋ ପିକ୍ଅପ୍ ମୁହାଁମୁହିଁ ଧକ୍କା। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଦମାଦୁଆ ନିକଟସ୍ଥ ବୁଲାଣୀଠାରେ କରାବାଡ଼ି ଛକଠାରେ ଆଜି ସକାଳ 8 ଘଣ୍ଟା ସମୟରେ ଯାତ୍ରୀବାହୀ ଘରୋଇ ବିକ୍ରାନ୍ତ ବସ୍ ସହ ଏକ ମ୍ୟାକ୍ସ ବୋଲେରୋ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ମ୍ୟାକ୍ସ ପିକ୍ଅପରେ ବସିଥିବା 2 ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ବସରେ ବସିଥିବା 10ରୁ ଊର୍ଦ୍ଧ୍ୱ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ବିକ୍ରାନ୍ତ ନାମକ ଘରୋଇ ଯାତ୍ରୀବାହୀ ବସ୍ଟି ଗଦାପୁର ପଟୁ ବ୍ରହ୍ମପୁର ଯାଉଥିବା ବେଳେ ଅଡବାରୁ ପାଣିଗଣ୍ଡା ଯାଉଥିବା ବୋଲେରୋ ମ୍ୟାକ୍ସ ପିକ୍ଅପ୍ ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ଅଡବା ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।